ଭାଇ ମାନେ ମତେ ଗୋଟେ କଥା କୁହ, ମୁଁ କିଛି ବୁଝିପାରୁନି। ଯେତେବେଳେ ଗଲା ବର୍ଷ ଆମ ନବୀନ ସାର୍ ରଥଯାତ୍ରା ଦେଖିବା ପାଇଁ କି ପୁରୀ ଗଲେ, ସେତେବେଳେ ଯେତେବେଳେ ଷ୍ଟେଜ କୁ ଚଢୁ ଚଢୁ ଧର୍ମେନ୍ଦ୍ର ପ୍ରଧାନ ଆସିକି ତ ଧରି ନେଇଗଲେ। କିନ୍ତୁ କଥା ହେଉଛି ଆମ ନବୀନ ସାର୍ ଯାଇକି ସେଠି ତ କହିଥିବେ ହାଉ ଡୁ ରଥଯାତ୍ରା। ଆଉ ଇଏ ଯୋଉ ଧରି ନେଲେ ଟାକେଲା ମୁଣ୍ଡିଆ, ଇଂଲିଶ ବୁଝିପାରୁଥିବ? ମତେ କାହିଁ ଲାଗୁନି। ଇଏ ତ ଗୋ ଚାଲାଣ କରିବ, ଗୋରୁ ମାଂସ ବିକ୍ରି କରିବ, ୟାକୁ ଇଂଲିଶ କରୁଛନ୍ତି। କେତେ ପାଠ ପଢିଛି କି? ପଢିନଥିବ। ଆଉ ଜଣେ ଅଛି ଚାହା ବାଲା, ସେ ଚାହା ବିକ୍ରି କରିକି କେତେ ପାଠ ପଢିଥିବ କି? କେତେ ପାଠ ପଢିଥିବ? ଜମା ପାଠ ପଢିଥିବନି। ଖାଲି ସେ ଆସିକି मेरे भाइयों बहनों ୟା ଛଡା ଆଉ ଇଂଲିଶ ତ ବୁଝିପାରୁନଥିବ ମତେ ଲାଗୁନି। ବାକି ରହିଲେ ଯୋଉ ସାମ୍ନାରେ ବଇଛନ୍ତି, ଆପଣ ତ ନିଶ୍ଚୟ ଦେଖୁଥିବେ, ସାମ୍ନାରେ ବଇଛନ୍ତି, ୟାଙ୍କୁ ତ ଇଂଲିଶ ଇଂଲିଶ ନା ଫିଂଲିଶ କିଛି ଆସୁନଥିବ। ଇଏ ଘରେ ଗୋଟେ ସାମ୍ନାରେ ବସିକି ନବୀନ ସାରଙ୍କୁ ଜାଣିଛନ୍ତି ଯେ ବାଘ ଛୁଆ ଷ୍ଟେଜ ଚଢିଛନ୍ତି, ତେଣୁ ଫଟିକି ଉଠି ପଡି ଗୋଟେ ସମାନ ଦେବା କଥା। ଉଠି ପଡିଲେ, ଆଉ ଉଠି ପଡିକି ଦେଖୁନ କିନ୍ତୁ ଗୋଟେ ସମାନ ଦଉଛନ୍ତି। ତେଣୁ ୟାଙ୍କୁ ଇଂଲିଶ ଜଣା ଅଛି? ମତେ ଲାଗୁନି କାହିଁ ୟାଙ୍କୁ ଇଂଲିଶ କିଛି ଜଣାଥିବନି। ମାନେ ଖାଲି ଆମେ ଓଡିଶାରେ ଏମିତି କଲୁ, ଆମେ ସେମିତି କଲୁ, ଏ ଛଡା ଆଉ କହିନଥାଏ। କିନ୍ତୁ ଆମ ନବୀନ ସାର୍ କିନ୍ତୁ ଇଂଲିଶରେ ବି କହିବେ, ଓଡିଆରେ ବି କହିବେ, ଏମିତି ଧୋଇବେ, ଏମିତି କହିବେ, ଆମେ ସମ୍ଭାଳି ପାରିବେନି।